माधव नमः पार्वतीपते हर हर महादेव हर हर महादेव शंभो। शुभं कुरुत्वं कल्याणम् आरोग्यं धनसम्पदः शुभं कुरुत्वं कल्याणम् आरोग्यं धनसम्पदः शत्रुबुद्धिविनाशाय दीपज्योतिर्नमोऽस्तुते दीपज्योतिर्नमोऽस्तुते दीपज्योतिर्परा सखा सबुदारो हेरि घाट पर श्री चरणे आशा करे दिने नारी दुख हे पंकज मुख जाऊ मन दिन सखा सबुदारो हेरि घाट पर श्री चरणे आशा करे दिने नारी दुख हे पंकज मुख जाऊ मन दिन करे जगतांते हो जगतांते हो बड़ गंगे जगंगरुधा सरधा बालीरू इंद्र पराम जाने जाऊ देवी ଭଲ ଗୀତ ଗୁଡ଼ା କରି ପାରିଗଲା। हरे कृष्ण 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 हरे 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 कृष्ण 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 भज श्री राम जय राम जय ଅଛି ଭଗବାନ ଡାକୁଛୁ ତ ତାଙ୍କୁ କେମିତି ଲାଗୁଛି ସତ୍ସଙ୍ଗ ଆସିକି ସେ ତାଙ୍କର ଅନୁଭୂତି କିଛି କହିବେ। ଆମେ ତ ସବୁବେଳେ ଭଗବାନଙ୍କର ପାଖକୁ ଆସିପାରିଲେ ସପ୍ତାହକୁ ଥରେ ପ୍ରତି ରବିବାର ଆମର ସତ୍ସଙ୍ଗ ହେଉଛି ଆଉ ସତ୍ସଙ୍ଗ ପ୍ରତି ଟିକେ ଆମର ଶ୍ରଦ୍ଧା ଅଛି। ସପ୍ତାହକୁ ଥରେ ସତ୍ସଙ୍ଗରେ ବସି ଯାହା କିଛି ଭଗବାନଙ୍କର ଆଦେଶ
ଯେତେବେଳେ ଭକ୍ତ ତାହା ଟିକେ ଭଗବାନଙ୍କର ଗୀତା ପାଠ କରୁଛୁ ପୁଣି ଶୁଣୁଛୁ ଆଉ। ମହା ଆନନ୍ଦ ବା ତୁମକୁ ଦାସୀ କେମିତି ଲାଗୁଛି? ସତ୍ସଙ୍ଗ ଗଲା ପରେ କେମିତି ଲାଗୁଛି? ସତ୍ସଙ୍ଗରୁ ଗଲା ପରେ ତ ସ୍ୱଚ୍ଛ ମନ। ଆମେ ବାହାରେ ବସିଥିଲେ ଯେଉଁ ପ୍ରକାର ଲାଗୁଛି ଆଉ ମନ୍ଦିରରୁ ଗଲାବେଳେ ଗୋଟେ ଅଲଗା ପ୍ରକାର ମନ ଥାଉଛି, ଶାନ୍ତ ମନ ହେଇକି ନିଜକୁ ଟିକେ ଭଲ ଲାଗୁଛି ଆଉ। ଏବେ ଯେତିକି ଲୋକ ଅଛନ୍ତି ଆହୁରି ଯଦି ଲୋକ ଯଦି ଆସିବେ ବୋଲେ କେମିତି ହବ? ସତ୍ସଙ୍ଗ ଆହୁରି କେତେ ସୁନ୍ଦର ହବ। ଆମେ ଭାବୁଛୁ ଆଉ ଲୋକଙ୍କର ଟିକେ ଟିକେ ଗହଳି ଥିଲେ ଭଲ ହେଇଥାନ୍ତା, କାହିଁକିନା ସତ୍ସଙ୍ଗ ସଂଘ ନଥିଲେ ସତ୍ସଙ୍ଗ ହବନି। ହେଲେ ବର୍ତ୍ତମାନ ଅଳ୍ପ ବହୁତରେ ମଧ୍ୟ ଜାରି ରଖିଛୁ। ଯଦି ଲୋକ ଆସିଲେ ଆଉ ଟିକେ ଭଲ ହୁଅନ୍ତା, ସେଥିପାଇଁ ପ୍ରତି ଧ୍ୟାନ ଦେଲେ ଭଲ ହବ। ରାଧାକୃଷ୍ଣ ଦାଦା ତାଙ୍କର ତ କିଛି କହିଲେ, ଆଉ ଏମିତି ଜାରି ରହିବ ସତ୍ସଙ୍ଗ। ଆଉ ଗୋଟେ ଭାଇ ମଧ୍ୟ ଆମେ ପଚାରିବା। ଆମର ଅନୁରୋଧ ରବିବାର ଦିନ ସବୁ ଗାଁରେ, ଏଠି ବୋଲି ନାହିଁ ସବୁ ଗାଁରେ, ପ୍ରତ୍ୟେକ ଗାଁରେ ହିନ୍ଦୁ ସମାଜରେ ସତ୍ସଙ୍ଗ କରନ୍ତୁ ଆଉ ସତ୍ସଙ୍ଗ ପ୍ରତି ଇଣ୍ଟରେଷ୍ଟ ଦିଅନ୍ତୁ। ରାଧେ କୃଷ୍ଣ। ରାଧେ କୃଷ୍ଣ। ଆଜି ହେଉଛି ରବିବାର ସତ୍ସଙ୍ଗ। ବଡ଼ପଦା ଗ୍ରାମର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେକ ରବିବାର ସତ୍ସଙ୍ଗ ହୁଏ। ଓ ସେ ସତ୍ସଙ୍ଗରେ ଆସି କେମିତି ଲାଗୁଛି ଗୋଟେ ଭାଇ କିଛି କହିବେ। ଜୟ ଶ୍ରୀକୃଷ୍ଣ। ଆଜି ସାପ୍ତାହିକ ସତ୍ସଙ୍ଗ। ଆମେ ପ୍ରତ୍ୟେକ ସପ୍ତାହର ରବିବାର ଦିନ ଏହି ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଆମେ ପ୍ରତ୍ୟେକ ଦିନ ସତ୍ସଙ୍ଗ କାର୍ଯ୍ୟକ୍ରମ କରୁ। ଆଉ ଏହି ସତ୍ସଙ୍ଗ କାର୍ଯ୍ୟକ୍ରମ କରିବା ଦ୍ୱାରା ଆମର ଦୁଃଖ କଷ୍ଟ ଯେଉଁ ପ୍ରତ୍ୟେକ ଦିନ କାମ ଧାମ କରିବାକୁ ଯାଇକରି ଏଇ ଗୋଟେ ଦିନ ଆମେ ଯେଉଁ ଶ୍ରୀକୃଷ୍ଣଙ୍କ ପାଇଁ ସମୟ ଦେଉଛୁ, ସେଥିରେ ଆମେ ବହୁତ ଖୁସି ଲାଗୁଛି ଆମକୁ। ଶାନ୍ତି ପାଉଛୁ। ଆଉ ରାଧାକୃଷ୍ଣଙ୍କର ଆଶୀର୍ବାଦ କୃପା ମଧ୍ୟ ଆମେ ପାଇପାରୁଛୁ। ସେଥିପାଇଁ ଆମେ ମଧ୍ୟ ଅନୁରୋଧ କରୁଛୁ ଆମର ହିନ୍ଦୁ ଧର୍ମର ଭାଇମାନଙ୍କୁ, ଆଉ ଏହି ସାପ୍ତାହିକ ସତ୍ସଙ୍ଗ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ପ୍ରତ୍ୟେକ ଭାଇ ଭଉଣୀ ବାପା ମା ମାନଙ୍କୁ ଆମେ ଅନୁରୋଧ କରୁଛୁ ଏହି ଚ୍ୟାନେଲ ମାଧ୍ୟମରେ ସତ୍ସଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ହୁଅନ୍ତୁ ଏବଂ ଶ୍ରୀକୃଷ୍ଣଙ୍କର କୃପା ଲାଭ କରନ୍ତୁ। ଜୟ ଶ୍ରୀକୃଷ୍ଣ। ଭାଇ କହିଲେ ବହୁ ମାତ୍ରାରେ ଯୋଗ ଦେବା ଏବଂ ଏହି ସାପ୍ତାହିକ କାର୍ଯ୍ୟକ୍ରମ ଚାଲୁଛି। ଏହି କାର୍ଯ୍ୟକ୍ରମ ଆମେ 6 ଦିନ ଯାକ ତ କାମ କରୁଛୁ, କିନ୍ତୁ ଏଇ ଗୋଟେ ଦିନ ଆମେ ଆସିକିରି ଭଗବାନଙ୍କ ସହିତ ନିମ୍ନ ହେବା ପାଇଁ ଚେଷ୍ଟା କରିବା। ରାଧେ କୃଷ୍ଣ। ସତ୍ସଙ୍ଗ ପ୍ରତ୍ୟେକ ଦିନ କେତେବେଳେ ସମୟ ହେଉଛି? ସମୟ ପ୍ରାୟ 9ଟା ବେଳେ ଆରମ୍ଭ ହୁଏ। 10ଟା ବେଳେ ଗୀତା ପାଠ କରାଯାଏ, ରାମାୟଣ ପାଠ କରାଯାଏ। ଏଭଳିଆ ଗୀତ ମାଧ୍ୟମରେ କଥା ମାଧ୍ୟମରେ ସତ୍ସଙ୍ଗ କାର୍ଯ୍ୟକ୍ରମ ହୁଏ। ଭାଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆଉ ଭାଇର ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିବେ, ଆଉ ଲାଇକ୍ କରିବେ, ସେୟାର କରିବେ। ରାଧେ କୃଷ୍ଣ। ତ ଆପଣ ଜାଣିଲେ ଯେ ଭାଇ କ'ଣ କହିଲେ, ବହୁ ମାତ୍ରାରେ ଯୋଗ ଦେବା ଆଉ ସତ୍ସଙ୍ଗ କାର୍ଯ୍ୟକ୍ରମ କେମିତି ଆଗକୁ ନେବା ଚେଷ୍ଟା କରିବା। ରାଧେ କୃଷ୍ଣ। ଆମର ଲିଟୁ ଭାଇ କିଛି କହିଲେ, ଆଉ ଆମର ଅନୁଷ୍ଠାନର ଅର୍କିତ ଦାଦା କିଛି କହିଲେ, ସୌଦ ମାମୁଁ କିଛି କହିଲେ। ତ ଆଉ ଗୋଟେ ଭାଇ ଅଛନ୍ତି ଆମର, ସେ ଜଣେ ଭକ୍ତ, ସେ ବି ସତ୍ସଙ୍ଗ ଆସୁଛନ୍ତି। ତ ସତ୍ସଙ୍ଗ ଆସିଲେ ତାଙ୍କୁ କିପରି ଲାଗୁଛି, ସତ୍ସଙ୍ଗ ଆସିବା ଦ୍ୱାରା କ'ଣ ପ୍ରାପ୍ତ ହେଉଛି, ସେ ସଂକ୍ଷେପରେ କିଛି ଆପଣଙ୍କୁ କହିବେ। ରାଧେ କୃଷ୍ଣ। ରାଧେ କୃଷ୍ଣ। ସମସ୍ତଙ୍କୁ ମୋର ସହୃଦୟରୁ ପ୍ରଣାମ, ସମସ୍ତଙ୍କୁ ହରିଓମ। ସପ୍ତାହକୁ ଥରେ ରବିବାର ଦିନ ଆମର ଏଇ ବଡ଼ପଦା ଗ୍ରାମ ରାଧାକୃଷ୍ଣ ମଠଠାରେ ସତ୍ସଙ୍ଗ ଆୟୋଜନ ରଖାଯାଇଥାଏ। ତେଣୁ ଆମେ ପ୍ରତ୍ୟେକ ରବିବାରରେ ସେହି ସତ୍ସଙ୍ଗରେ ଯୋଗଦାନ ଦେଇ ବହୁତ ଆନନ୍ଦ ଲାଭ କରିଥାଉ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳା ଆସ୍ୱାଦନ ବିଷୟରେ ସବୁକିଛି ଆମେ ଅନୁଭବ କରିଥାଉ। ସେଥିସକାଶେ ଭକ୍ତବୃନ୍ଦ ସମସ୍ତଙ୍କୁ ଆମେ ଅନୁରୋଧ କରୁଛୁ ଯେ ସମସ୍ତେ ନିଜ ନିଜ ଗ୍ରାମରେ ସତ୍ସଙ୍ଗରେ
ସପ୍ତାହକୁ ଥରେ ବା 10 ଘଣ୍ଟା ଠାରୁ 12 ଘଣ୍ଟା 2 ଘଣ୍ଟା ସମୟ ଭଗବାନଙ୍କ ପାଇଁ ଏହି ସମୟ ଦାନ ଅନୁସାରେ ଦେଇ ତାଙ୍କର ନାମ ଜପ କରିବା, ଭାଗବତ ଗୀତା ଏବଂ ରାମାୟଣ ପାଠ ଶୁଣିବା ବହୁତ ଆନନ୍ଦ ପାଇବାକୁ ମିଳିଥାଏ। ତେଣୁ ସମସ୍ତ ଭକ୍ତବୃନ୍ଦ ଏବଂ ଯେଉଁମାନେ ଭାଇମାନେ, ମାଆମାନେ, ବାପାମାନେ ସତ୍ସଙ୍ଗ ବିଷୟରେ କିଛି ଜାଣିନାହାନ୍ତି ସେମାନଙ୍କୁ ମୁଁ ଅନୁରୋଧ କରୁଛି ପ୍ରତ୍ୟେକ ରବିବାର ଦିନ ନିଜ ଗ୍ରାମର ସତ୍ସଙ୍ଗରେ ଯୋଗଦାନ ଦେଇ ପ୍ରଭୁଙ୍କ କୃପା ଲାଭ କରିବେ ଏବଂ ଶ୍ରୀ ଜଗନ୍ନାଥଙ୍କର ଲୀଳା କରୁଥିବା ବିଷୟରେ ଆପଣମାନେ ଅନୁଭବ କରି ଜାଣିପାରିବେ। ଯେମିତି ଆମେମାନେ ଭଗବାନଙ୍କର ଲୀଳା କିପରି ଭାବରେ କରିଥାନ୍ତି ସେସବୁ ଅନୁଭବରେ ଆମେ ଜାଣିପାରୁଅଛୁ। ତେଣୁକରି ସମସ୍ତ ଭକ୍ତବୃନ୍ଦକୁ ଅନୁରୋଧ କରୁଛି ଆମର ସପ୍ତାହକୁ ଗୋଟିଏ ଦିନ ରବିବାର ଦିନ ସତ୍ସଙ୍ଗ ହୁଏ। ସେହି ସତ୍ସଙ୍ଗରେ ସମସ୍ତେ ଯୋଗଦାନ ଦେଇ ନିଜର କୁକର୍ମର ଫଳ କଟେଇବା ପାଇଁ ଚେଷ୍ଟା କରନ୍ତି ଏବଂ ନାମ ଯଜ୍ଞରେ ମଧ୍ୟ ସମସ୍ତେ ଯୋଗଦାନ ଦେଇ ନିଜର ପାପ କଟେଇବା ପାଇଁ ଚେଷ୍ଟା କରନ୍ତି। କାହିଁକିନା ଏଭଳି କଳିଯୁଗ ସମସ୍ତଙ୍କୁ ମିଳେ ନାହିଁ। କଳିଯୁଗରେ ମାନବ ଜନ୍ମ ଶ୍ରେଷ୍ଠ ଜନ୍ମ। ତେଣୁକରି ଏହି ମାନବ ଜନ୍ମକୁ ବୃଥା କରିଦିଅନି। ଏହି ମାନବ ଜନ୍ମର ମୂଲ୍ୟବାନ ସମୟ ଗୁଡ଼ିକ ଆପଣମାନେ ଅନୁଭବ କରିବାକୁ ଚେଷ୍ଟା କରନ୍ତୁ। ସେଥିପାଇଁ ପ୍ରତ୍ୟେକ ସତ୍ସଙ୍ଗରେ ଯୋଗଦାନ ଦେଇ ସମସ୍ତେ ଭଗବାନଙ୍କ କୃପା ଲାଭ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ରଞ୍ଜନ ଭାଇ କହିଲେ ଯେ କଳ୍ପତା ଗ୍ରାମ ବୋଲିକି ନାହିଁ, ସବୁ ଜାଗାରେ କରନ୍ତୁ, ପ୍ରତ୍ୟେକ ଗାଁରେ କରନ୍ତୁ। ଗୋଟେ ରବିବାର ଦିନ ଆମେ ହିନ୍ଦୁ 2 ଘଣ୍ଟା ଭଗବାନଙ୍କୁ ଚିନ୍ତା କରିବା, ସତ୍ସଙ୍ଗ କରିବା, ଗୀତା ପାଠ କରିବା, ରାମାୟଣ ପଢ଼ିବା, ସଂକୀର୍ତ୍ତନ କରିବା, ଭଜନ କରିବା, ଚେଷ୍ଟା କରିବା। ତ ଆହୁରି ସୁନ୍ଦର ସୁନ୍ଦର ଭିଡ଼ିଓ ଅଛି। এই ଭିଡ଼ିଓ ଯଦି ଦେଖିବାକୁ ଚାହାନ୍ତି ତାହେଲେ ବଡ଼ପଦା ଶିଗିରି ୟୁଟ୍ୟୁବ୍ ଚ୍ୟାନେଲ୍କୁ ଆପଣଙ୍କର ୟୁଟ୍ୟୁବ୍ରେ ସର୍ଚ୍ଚ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ ଆଉ ବେଲ୍ ଆଇକନ୍ ଦବାଇ ଦିଅନ୍ତୁ। ରାଧେ କୃଷ୍ଣ।